ପାଖାପାଖି ମାସେ ହେଇଗଲାଣି ମୋର ଗୋଡ଼ ଖରାପ ହେବା ତ ସେଥିପାଇଁକା ମୁଁ ଛାତ ଉପରକୁ ଆସି ବି ପାରୁନଥିଲି କି କିଛି କାମ ବି କରିପାରୁନଥିଲି। କିନ୍ତୁ ମନଟା ଜମାରୁ ବି ବୁଝୁନଥିଲା। ତ ବହୁତ ଧୀରେ ଧୀରେ ଆସିକିରି ମୁଁ ଏମିତି କାମ ଟିକେ ଟିକେ କରିଦିଏ। ମନଟା ଟିକେ ଶାନ୍ତି ଲାଗେ ଏମିତି କାମ କରିଦେଲେ। ଆଉ ଗଛକୁ ଟିକେ ଏମିତିକା ହେଉଛି ଖରାରେ ରହି ରହିକା ନଷ୍ଟ ହେବା ମାନେ ଦେଖି ତ ହେଉନି। ତଥାପି ଯେତିକି ପାରିଲି ଚେଷ୍ଟା କରିକିରି ଏମିତିଆ ଗୋଟେ ଗୋଟେ କାମ କଲି। ଆଉ ଏବେ ଯେହେତୁ ଟିକେ ଗୋଡ଼ଟା ଟିକେ ଭଲ ଲାଗୁ ତ ସେଥିପାଇଁକା ଭାବିଲି ଆଜି ଟିକେ କାମ କରିଦେବି ଅଧିକା ଟିକେ ବଗିଚା କାମ। ତ ସେଥିପାଇଁ ଆସିକି ତୁରନ୍ତ ମୋର ବଗିଚା କାମ କରିବା ପୂର୍ବରୁ ଗଛକୁ ସବୁ ସାଇଜ୍ କରିଦେଲି। ବହୁ ଜଣ କୁହନ୍ତି ମନ୍ଦାର ଛୁଇଁ ଯେତେ ଛାଡ଼ି ଛାଡ଼ି ରଖିବ ସେତେ ଭଲ, କାରଣ ଜଉ ଲାଗିବନି। କିନ୍ତୁ ମୋ ଗଛରେ ସେଇ ସମସ୍ୟାଟା ଏଥରକ ଯେହେତୁ ନାହିଁ, ସେଥିପାଇଁ ମୁଁ ନିଶ୍ଚିନ୍ତ ହେଇକି ତାକୁ ଗେଞ୍ଜ କରିକି ରଖୁଛି। ଆପଣ କିନ୍ତୁ ପୋଟକୁ ଛାଡ଼ି ଛାଡ଼ି ରଖିବେ, କିନ୍ତୁ ନର୍ମାଲ ଟେମ୍ପରେଚରରେ ରଖିବାକୁ ଟିକେ ଚେଷ୍ଟା କରିବେ। ମୋର ଯେହେତୁ ଭେଣ୍ଡି ମନ୍ଦାର ଗଛଟା ଟିକେ ବଡ଼ ପଡ଼ିଥିଲା, ଯେମିତିକା ଏକ୍ସଟ୍ରା ରହିଯାଇଥିଲା, ତ ସେ ମନ୍ଦାରଟାକୁ କେମିତିଆ ସାଇଜ୍ କରି ରଖିବି ସେଥିପାଇଁ ତାକୁ ମାନେ ଏମିତିଆ ପୁରା ଗେଞ୍ଜ କରି ରଖି ତାପରେ ଏମିତିକା ଯେତିକି ଯାହା ଖରକଣା ସବୁ ଖରକି ଦେଇଥିଲି। ତ ଏସବୁ ଅଳିଆ ତ ମୁଁ ଉଠେଇ ପାରିବିନି, କାରଣ ବସି ହେଉନଥିଲା ଜମାରୁ ବି, କଷ୍ଟ ଭାରି ହେଉଥିଲା। ତଥାପି ଚେଷ୍ଟା କରିକିରି ଧୀରେ ଧୀରେ କରିକି ଖରକୁଥିଲି। ଆଉ ଏଇଠି ତ ପହଁରା ମୋତେ ଭାରି ନାକେଦମ କରିଥିଲା। ଯେମିତିଆ ଗୋଟେ ଗୋଟେ କଞ୍ଚି ବାହାରିକିନା ପୁରା ଢିଲା ହେଇଗଲା ବାନ୍ଧୁଣି। ମାଆ ହେଉଛି ବାନ୍ଧିଥିଲେ ବହୁ କଷ୍ଟରେ। ତ ମାଆଙ୍କୁ କହିଲେ ଏବେ ବି ମାନେ ଛାତ ଉପରୁ ପୁଣି ତଳକୁ ଯିବାକୁ ପଡ଼ିବ। ସେଥିପାଇଁ ମୁଁ ସେଇଭଳିଆ ପେଟି କଚାଡ଼ିକି ଯାହା ଯେମିତିକା ମାନେ ପହଁରାରେ ଖରକି ତାପରେ ଅଳିଆ କାଢ଼ି ଦେଇଥିଲି। ଅଳିଆ କାଟି ସାରିଲା ପରେ ପତ୍ର ଗୁଡ଼ାକ ନ ଫିଙ୍ଗିକି ମଲ୍ଚିଂରେ କାମରେ ଲଗେଇ ଦେଇଥିଲି। ଯେମିତିକା ଯେଉଁ ଗଛର ପତ୍ର ମାନେ କ'ଣ କହିଲେ ବାରମ୍ବାର ଶୁଖି ଯାଉଛି, ଆଉ ଯେଉଁ ଗଛ ମୂଳ ଶୁଖି ହେଉଛି ଆଉ ମାଟି ବି ଡ୍ରାଏ ହେଇଯାଉଛି, ସେମିତିଆ ଗଛରେ ମୁଁ ମୂଳରେ ଏମିତିଆ ପତ୍ର ଗୁଡ଼ା ନେଇକି ଥୋଇଦେଲି, ଯେମିତି ମଲ୍ଚିଂ ବହୁତ ଭଲ ରହିବ, ମାଟିର ସ୍ତର ଥଣ୍ଡା ରହିବ। ଆଉ ଏବେ ଖରା ଦିନରେ ମଲ୍ଚିଂ କରିବା ବହୁତ ହି ଇମ୍ପୋର୍ଟାଣ୍ଟ। ଏଇଟା ହେଉଛି ମାଟିକୁ ଥଣ୍ଡା ରଖିବା ସହିତ ଗଛକୁ ବି ସୁସ୍ଥ ରଖିଥାଏ। ଗଛକୁ ହେଉଛି ପାଣି ବେଶୀ ଦେବାକୁ ବି ପଡ଼ିନଥାଏ ସେଥିପାଇଁକା। ତାପରେ ମୁଁ ମୋର ଆଉ ଯେତିକି ବଳକା ବାଲି ଥିଲା ଆଉ ଯେତିକି ଯାହା ଛୋଟ ଛୋଟ ଗୁଣ୍ଡି ଗୁଡ଼ା ଥିଲା, ତ ତାକୁ ସବୁ ନେଇକି ଗଛ ମୂଳ ଦେଇଦେଲି, ଯେଉଁଥିରେ ମାଟି କମ୍ ଥିଲା। ତାପରେ ଏଠିକା କାମ ସରିଯାଇଥିଲା। ଯେମିତି ମନ୍ଦାର ଗଛର ଗୋଟେ ପାଖ କାମ ସରିଗଲା। ଆଉ ତ ବହୁତ ସାରା ଗଛ ଅଛି, ସେପଟିକି ମୁଁ ଯାଏ ନାହିଁ। ଟିକେ ଆଜି ଅଳ୍ପ ଅଳ୍ପ କରିକି ମାନେ କାମ କରୁଛି, ଯେହେତୁ ଏବେ ଗୋଡ଼ଟା ଟିକେ ନଗଦଠୁ ଭଲ ହେଇଛି। ଏତେ ପ୍ରେସର ଦେବା ବି ଭଲ ନୁହଁ। ତ ସେଥିପାଇଁକା ମୁଁ ହେଉଛି ଅଳ୍ପ ଏମିତି ଗଛର କାମ କରିଦେଇଥିଲି, ବାକି ଗଛର କାଲି କରିବି କାମ। ତ ଏଠି ତାପରେ ପାଣି ଦେଇଥିଲି, ଗଛକୁ ଟିକେ ଦେଖିଦେଇଥିଲି। ବହୁତ ସାରା କଡ଼ ଆସିଛି, ଆଉ ଗୋଟେ ଗୋଟେ ଏମିତି ଆମର ନଜର ନାହିଁ ବୋଲିକି କଡ଼ ପୁରା ହଳଦିଆ ପଡ଼ି ଆସିଲା। କଡ଼ ଶୁଖିବନି ବୋଲିକି ମୁଁ ସବୁବେଳେ ଏଲୋଭେରା ଜେଲ୍ ଦେଇଥାଏ ସ୍ପ୍ରେ କରିକିରି, ଆଉ କିଛି ଗଛ ଉପରେ ଚାଉଳ ପାଣି ଦେଇଥାଏ, ଯାହାଦ୍ୱାରା ମୋ ଗଛର ଏତେ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥିଲା। ଆଉ ଗଛର କଡ଼ ବି ମଧ୍ୟ ଝଡ଼ିବା ସମସ୍ୟା ନଥିଲା। କିନ୍ତୁ ଏଇ ଗୋଟେ ମାସ ଭିତରେ ପୁରା ବଦଳି ଯାଇଛି ରଙ୍ଗ ରୂପ ଗଛର। ଆଉ ଗଛର ପତ୍ର ବି ମଧ୍ୟ ଗ୍ଲିସେରିନ୍ ପୁରା ଡ୍ରାଏ ହେଇଯାଇଛି। ଯେହେତୁ ମୁଁ ଏଇଠି ମାସେ ହେଲାଣି ମୁଁ ଗଛକୁ ଦେଖଭାଲ ଭଲସେ କରିପାରୁନି, କିଛି ସ୍ପ୍ରେ ବି ମଧ୍ୟ ଦେଇପାରୁନଥିଲି ସେଇଥିପାଇଁ। ତାପରେ ପାଣି ଦେଇ ସାରିଲା ମାସେ ହେଲା କରିନଥିଲି, ଯେହେତୁ ଆଜି ସେଥିପାଇଁ ଏଲୋଭେରା ଦେଇକି ପାଣି ସ୍ପ୍ରେ କରିଦେଲି ଗଛ ଉପରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦେବେ, ପୁଣି ଦେଖବେ ନୂଆ ଭିଡ଼ିଓ।